ମୁଁ ପୁଣି ଥରେ ଆପଣ ମାନଙ୍କୁ ସ୍ୱାଗତ କରୁଛି ଓଡିଆ ପୁଅ ରନ୍ ଆଇଡି କୁ। ତ ବର୍ତ୍ତମାନ ରାତି 11ଟା ପରେ ହେଇଗଲାଣି। ଭାବିଲି ଆଜି ରାତିର ନାଇଟ୍ ଡ୍ୟୁଟି ତ ମୁଁ ସବୁବେଳେ କରୁଛି। ଭାବିଲି ଆଜି ନାଇଟ୍ ର ବି ତମ ମାନଙ୍କୁ କିଛି ଦେଖେଇବି ଭିଡିଓ ବନେଇକି କି କେମିତି କାମ ହଉଛି କଣ ନାହିଁ ଏମିତି ବିଷୟରେ। ତ ଭାଇ ରାତି 11:30 ହେଲାଣି, ଲୋକ ତଥାପି ଏଠି କାମ କରୁଛନ୍ତି କଣ ପାଇଁ ଜାଣିଛ ନା? କେବଳ ପଇସା ପାଇଁ। ଭାବନି କି ଲୋକ ଚାହିଁଥିଲେ ଏଠି କାମ କରି ପଳେଇ ଯାଇଥାନ୍ତେ, ବୁଝିଲ, 8ଟା ବେଳୁ। ହେଲେ ତାଙ୍କର କଣ ଭାଇ ପଇସା ଦରକାର, ପଇସା ପାଇଁ ହିଁ ସେ କାମ କରୁଛନ୍ତି। ଲୋକମାନେ ଓଟି କରୁଛନ୍ତି, ହଁ, ମାନେ ଯିଏ ବି ଯାହା ଯୋଉ ପ୍ରକାର ପାରୁଛି କାମ ଫାମ କରୁଛନ୍ତି, ଠିକ ଅଛି। ତ ସବୁ ସମସ୍ତଙ୍କର ଭାଇ ମଜଦୁରୀ କରିବା ପାଇଁ ପଡୁଛି, ନହେଲେ ଭାଇ କିଛି ହେଇପାରିବନି। ସେଥିପାଇଁ ମୁଁ କୁହେ ଭାଇ ତମେ ଦେଖଉଛି ଏଇ ଯୋଉ ଜାଗା ଭାଇ କାମ ହଉନାହିଁ, ଏଇ ଜାଗା ଗୁଡାକ ସବୁ ଦେଖ, ଏଇ ଭାଇ ପୁରା ରାତି ସାରା ଆଜି କାମ ହବ, ରାତି ସାରା ବି ଏଠି ଲୋକ କାମ କରିବେ, ଠିକ ଅଛି। ଆଉ ମୁଁ ଭାଇ ବୁଝିପାରିନି ଗୋଟେ କଥା, ମାନେ ଦେଖ 12 ଘଣ୍ଟା କାମ କରୁଛନ୍ତି, 12 ଘଣ୍ଟା କରିକି ବି ତମେ ବିଶ୍ବାସ କରିବନି ଭାଇ, 12 ଘଣ୍ଟା କରିକି ବି ତାଙ୍କର ପାଖାପାଖି 18 ଘଣ୍ଟା ବି ଲୋକ କାମ କରୁଛନ୍ତି ଏଇଠି। ମୁଁ ମୋ ନିଜ ଆଖିରେ ଦେଖିଛି ଭାଇ। ଦେଖିଲେ ତମକୁ ମାନେ ଦୁଃଖ ଲାଗିବ ଯେତେବେଳେ ଯେତେବେଳେ ରାତିରେ ଦେଖିବ କିଛି ଗୋଟେ ଭାଇ ଡାକୁଛନ୍ତି, ତାଙ୍କର ଯିବେ ନା ଖାଇତେ, ତାଙ୍କୁ ଟିକେ ଗେଟ୍ ଟା ଟିକେ ଦେଖେଇ ଦବ, खुली दो। किधर जाओगे खाने के लिए? अच्छा ठीक है चलो, और खाने खाने के बाद फिर आओगे? हाँ, ये सभी लोग भी काम करते हैं, ठीक है। तो ମୁଁ ସେଇଥିପାଇଁ କୁହେ ଭାଇ, ଜୀବନ କିଛି ତମେ ଯଦି କରିବାର ଅଛି ନା, ଦେଖ ମାନେ 18 घंटा काम କରିକି भाई, तुम्हारा आज कितना घंटा हो गया काम करते करते? 12 घंटा। 12 घंटा अभी हो गया? हाँ। फिर अभी कितने बजे तक काम करोगे उधर? अभी 4 बजे तक। अच्छा, 4 बजे से होएगा क्यों ना, अभी आएगा कंक्रीट। हाँ, वही भाई बोल रहा है कि रात को 12 बजे तक काम होगा, ठीक है। कौन अच्छे भाई देख, समस्त भाई पैसा दरकार आजिका डेट रे, ठीक अच्छी ना। मुझे तुम देखो गोटे भल जिन टे रुह ना, गोटे बाटे दी सारे से भाई मुझे जो मैंने देख काम करने चाहूच कि जहाँ भी किसी करने चाहूँ तो भाई सत कथा गोटे कहला पैसार भैल्यू मु भी कौन जानी नी केतबेले जिते मो बापा पैसा खाऊली, बुझीपार। बर्तमान भाई पैसार भैल्यू कौन माने କହିଲା ଭଳିଆ ଗୋଟେ ଟଙ୍କା ଭାଇ ଇନକମ करते ଗଲେ କେତେ ସମୟ ମତେ ଏଠି ମାନେ ରାତି ସାରା ବାଦେ ମାନେ ଏଠି ମତେ ଚାହିଁତେ ହବ, କାହିଁକି ନା ଭାଇ ପଇସା ଇନକମ करते ହବ। ରାତି ସାରା ଯଦି ମୁଁ ନ ଚାହିଁବି ଭାଇ ମତେ କିଏ ପଇସା ଦବ, ସାଙ୍ଗେ ସାଙ୍ଗେ 500 ଟଙ୍କା ଫାଇନ କଟିଯିବ। ଏମିତି ହେଇସାରିଲାଣି ଥରେ, ମୁଁ ନୂଆ ଆସିକି ମାନେ ମୋର ଟିକେ ଅଭ୍ୟାସ ଥିଲା ନା ରାତିରେ ଶୋଇତେ, ଆଉ ସେଇଥିପାଇଁ 500 ଟଙ୍କା ବି ଫାଇନ ମୋର କଟି ସାରିଲାଣି ଅଲରେଡି। ଆଉ ତମ ଭାଇ ଦେଖ ସେଇଠି ଦେଖିପାରୁଥିବ କେତେ ଲୋକ ସେଇଠି ଭାଇ କାମ କରୁଛନ୍ତି। ମାନେ ଏଠି ମୁଁ କାହିଁକି ଯାଉନାହିଁ ଭିତରକୁ ତମକୁ ଦେଖିବା ଲାଗି, ତଥାପି ଚାଲ ମୁଁ ତମକୁ ଯାଇକି ଦେଖଉଛି କେମିତି ହେଇଛି ସେ ଜାଗାଟା। ଭାଇ ମୁଁ ମୋ ଜୀବନରେ ଏମିତି କାମ ଭାଇ କେବେ ଦେଖିଥିଲିନି। ମୁଁ ବି ଆଜି ଫାଷ୍ଟ ଟାଇମ ଭାଇ, ମୁଁ ଭିଡିଓ ବନଉଛି ସିନା, ସେପଟରୁ ମତେ ଆମ ସୁପରଭାଇଜର ଦେଖିନା ମତେ ବି ଧୁମ ଗାଳି ଦଉଛି, ତୁ କାମ କରତେ ଆଉଛୁ ନା ଏଠି ଭିଡିଓ ବନେଇତେ ଆଉଛୁ, ବୁଝିପାରିଲ ନା। ସେଇଥିପାଇଁ ଭାଇ ଦେଖ, ତମକୁ ଏତେ ପରିଶ୍ରମ କରିକି ମୁଁ ତମକୁ ସବୁ ଭଲ ଭଲ, ଅବଶ୍ୟ ମୁଁ ଏତେ ବି ଭଲ କଣ୍ଟେଣ୍ଟ ଆଣିପାରୁନି କାହିଁକି ନା ମତେ ଟିକେ ସମୟ ହଉନି। ତଥାପି ଭାଇ ମୁଁ ଯାହା ବି ସମୟ କାଢିକି ଯେକୌଣସି ପ୍ରକାର, ମାନେ ଦେଖ ତମ ମାନଙ୍କ ଭଲ ପାଇବା ମତେ ଯୋଉ ଭଳି ହିସାବରେ ମିଳିବ, ମୁଁ ସେଇଭଳି ହିସାବରେ ଭିଡିଓ ବନେଇବି। ନା କି ଦେଖ ଭିଡିଓ ବନେଇବାର ଭାଇ ଗୋଟେ ତରିକା ଅଛି, ବୁଝିପାରିଲ ନା। ସେଟା ମୁଁ କାହିଁକି ସେ ଭିଡିଓ ବନେଇ ପାରୁନି ନା ଭାଇ, ଭିଡିଓ ବନେଇ ପାରନ୍ତି, ବୁଝିପାରିଲ ନା। ମତେ ଯଦି ସେତିକି ସମୟ ବେଶୀ ନୁହେଁ, ଦିନ 24 ଘଣ୍ଟାର ଆପାତତ ମତେ 2 ଘଣ୍ଟା ସମୟ ମିଳିଲେ ବି ମୁଁ ଭଲ ଭଲ ଭିଡିଓ ବି ଆଣିପାରନ୍ତି, କାରଣ ସେତିକି ସମୟ ହଉନି। 9ଟା 10ଟା ବେଳେ ଯିବୁ ଏଠୁ ରୁମକୁ, ଯାଇକି ଖାଇକି ଶୋଇକି ଉଠିଲା ବେଳକୁ ଠିକ 4ଟା 5ଟା, ପୁଣି ଉଠିବୁ, ଉଠିକି ତାପରେ କିଛି କରିଥିବୁ ନାହିଁ, ପୁଣି 6ଟା ହେଇଯିବ, ପୁଣି ଖାଇବା ନେଇଯିବା, ଏମିତି କଲା ବେଳକୁ ସମୟ ହଉନି ଆଉ। ମୁଁ ସେଇଥିପାଇଁ ଚାଲ, ମୁଁ ଭାବିଲି ଆଜି ତମ ସାଙ୍ଗରେ ମାନେ ଏଇ କଂକ୍ରିଟ କାମ ଯୋଉ ହଉଛି ସେଇଥିରେ ତମ ସେୟାର କରିଦେମି। ଆମ ବାକି ଆମ ସେପଟରେ ଯୋଉ କାମ ହଉଛି ଏମିତିକା କାମ ହଉଥିବନି, ମୁଁ ବି କେତେ ଦେଖି ନାହିଁ ଏମିତିକା କାମ। ଏଇ ଯୋଉ କାମଟା ହଉନାହିଁ, ବାକି ତଥାପି 20-30 ତାଲା ପାଇଁ ହଉଛି କାମଟା, ବୁଝିଲ ନା। ସେଇଥିପାଇଁ ଏଇଟା ମୁଁ ଦେଖିବା କଥା। ଦେଖୁଥିବ
ଭାଇ ଏଇ ଯୋଉ ଜିନିଷଟା ଯୋଉମାନେ ଅପରେଟିଂ କରୁନାହାନ୍ତି, ଏଇ ଯୋଉ ଜିନିଷଟା ଦେଖୁଥିବ, ଏଇ ଯୋଉ ଜିନିଷଟା ଯିଏ ଅପରେଟିଂ କରୁଛି, ଏଇ ଯୋଉ ଟାୱାର ଟା ଦେଖା ହାଉଛି, ଏଇ ଟାୱାର ଭାଇ ଯିଏ ଏଇଟା ଚଲଉଛି ତାର ମାନେ ସାଲେରୀ ପାଖାପାଖି ହଉଛି ମାନେ ଦିନକୁ 2,000 2,500 ମାନେ ୟା ଉପରେ ମାନେ ବହୁତ ରିସ୍କ କାମ ଭାଇ, ୟା ଉପରେ ଯିଏ କାମ କରିବ। ଆଉ ମାନେ ଦେଖ, ଲୋକ କଣ କହିବି ଭାଇ ମୁଁ ନିଜେ ବି ଜାଣିପାରୁନି। ତମେ ଭାଇ ଦେଖିପାରୁଥିବ, ଭିଡିଓରେ ଦେଖିପାରୁଥିବ କି, ଅବଶ୍ୟ ଭାଇ ମୁଁ କଥା କହିପାରୁନି କଣ ପାଇଁ ଏତେ ମାନେ ଭଲ ହିସାବରେ, କାହିଁକିନା ମୋର ଏତେ ମାନେ ପ୍ରାକ୍ଟିସ ହେଇନି, ମାନେ ଏତେ ବି ମାନେ ଟ୍ୟାଲେଣ୍ଟ ନାହିଁ ଯେ ମୁଁ ଭଲସେ କହିଦେମି ତମକୁ, ମାନେ ଭଲସେ ତମକୁ ମାନେ ତମେ ମୋ ଭିଡିଓକୁ ଦେଖିଲା ଭଳି ମୁଁ ତମକୁ କଥା କହିକି ତମକୁ ମୋ ଭିଡିଓରେ ରଖିଦେମି। ଦେଖ ଲୋକ ସମସ୍ତେ ସବୁ ପ୍ରକାର ମାନେ କିଏ ବି କେତେ ପ୍ରକାର ଭିଡିଓ ବନଉଛି, ତେଣୁକରି ମୋର ସେତିକି ଏକ୍ସପିରିଏନ୍ସ ହେଇନାହିଁ ଯେ ମୁଁ ଭିଡିଓ ତମକୁ ମାନେ ମାନେ ଏମିତି କଥା କହିକି ମୋ ଭିଡିଓରେ ରଖିଦେବି, ତମକୁ ଯାଇକି ମୋ ଭିଡିଓଟା ଭଲ ଲାଗିବ ତମେ ଦେଖିବ। ସେତିକି ଟ୍ୟାଲେଣ୍ଟ ଭାଇ ହେଇନାହିଁ। ସେତିକି ଟ୍ୟାଲେଣ୍ଟ କେତେବେଳେ ହବ, ମାନେ ଯେତେବେଳେ ତମର ଅଧିକା ଭଲ ପାଇବା ମୋ ଉପରେ ଆସିବ କି ଭାଇ ତମେ ତମର ମାନେ ଭଲ କରୁଛ, ଆହୁରି ବି ଭଲ ହେଇପାରିବ, ତମେ ଭାଇ ତମେ ଯୋଉ ହିସାବରେ କମେଣ୍ଟ କରିବ ମୁଁ ସେଇ ହିସାବରେ ତମକୁ ଭିଡିଓ ଆଣିକି ଦେଇପାରିବି। ନହେଲେ ଭାଇ ମୋର ବି ଟିକେ ନର୍ଭସ ଫିଲ୍ ହେଇଯାଉଛି, ମାନେ ମୁଁ କଥା କହିଲା ବେଳକୁ କଣ କହିବି। ଦେଖ ଜାଗା ଉପରକୁ ପଳେଇ ଯାଉଛି ସତ, କିନ୍ତୁ କଣ କହିବି କଣ ନାହିଁ ସେଇଟା ଟିକେ ଭାବିଲା ବେଳକୁ ଏତିକି ପ୍ରୋବ୍ଲେମ ହଉଛି, ନହେଲେ ବାକି ଆଉ ଏତେ କିଛି ନୁହେଁ। ହଁ, ତୁ ଏଇଟା ତ ଜାଣିଥିବ ବିଗ୍ରେଡ ଇଣ୍ଡଷ୍ଟ୍ରିଆଲ ପାର୍କ, ମାନେ ଏଇ ଯୋଉ ଆପାର୍ଟମେଣ୍ଟ ତିଆରି ହଉଛି, କାମଟା ହବ। ଆଉ ଯୋଉମାନେ ବି ମୋ ଚ୍ୟାନେଲ କୁ ସବସ୍କ୍ରାଇବ କରିନ ଭାଇ, ଟିକେ ଜଲ୍ଦି ଆସିକି ଭଲ କାମ ଟିକେ ସବସ୍କ୍ରାଇବ କରିଦିଅ। କାହିଁକି ନା ଛୋଟ ଭାଇ ଭାବିକି ଭାଇ ଗୋଟେ ଭିଡିଓ ବନଉଛି, ତମ ମାନଙ୍କ ସପୋର୍ଟ ଭଲ ପାଇବା ଯେତେ ରହିବ ମୋ ସାଙ୍ଗରେ ମୁଁ ସେତେ ଆଗକୁ ବଢି ଚାଲିବି। କାହିଁକି ନା ଦେଖ ଜଣକ ଯେତେ ଆମେ ଟିମ ୱାର୍କ ହେଇକି ଯୋଉ ଭଳି କାମ କରନ୍ତି, ଯଦି ସେଇଭଳି ତମେ ମାନେ ସମସ୍ତଙ୍କୁ, ମତେ ବି ଦେଖ ମୋ ଭଳି ବି କେତେ ବି ମୋର ବି ଏଇଭଳିଆ କେତେ ପ୍ରକାର, ଦେଖ ମୋର ବି ଏଇଭଳି ସେ ଲୋକଟା କଣ କହୁଛି ମୁଁ କିଛି ବୁଝିପାରୁନି, କାନାଡା ଭାଷାରେ କଥା କହିଦଉଛି ମୁଁ ବି କିଛି ଜାଣିପାରୁନି। ଏଇଠି ଦେଖ, ହଁ ଏଠି ଯେତିକି ରଡ ପଡିନି ନା ଖାଲି ସେତିକି ଟଙ୍କା ଆମ ଘର ବି କେବେ ହେଇଥିବନି। ହେଇଥିବ ବାକି ଲୋକ, ମୁଁ ମୋ କଥା କହୁଛି, ମୁଁ ଆଉ କାହା କଥା କହୁନି। କାହିଁକିନା କାହାକୁ ଛୋଟ ଦେଖିବା, କାହାକୁ ବଡ ଦେଖିବା ସେମିତି ନାହିଁ। ସମସ୍ତିଙ୍କି ଭାଇ ବଡ ଲୋକ ଯେ ଧନୀ ତାକୁ ବି ସମାନ ଭାବ ଦେଖ, ଯେ ଗରିବ ତାକୁ ବି ସମାନ ଭାବରେ ଦେଖ। ଆମେ କୋଉ ଭାଇ ଧନୀ ଘରୁ ଆସିନାହାନ୍ତି, ଠିକ ଅଛି। ଆଉ ଚାଲ କାମ କରିବା ସାଙ୍ଗ ସାଙ୍ଗରେ ବି ମୁଁ ଭିଡିଓ बनଉଛି, କାହିଁକି ना भाई नॉले किसी ही परियन भाई। मैं काम करने के साथ साथ वीडियो बनाता हूँ, सही होता है नहीं गलत वर्क करता हूँ? सही होता है। वीडियो बना के कोई प्रॉब्लम? नहीं नहीं कुछ नहीं। अच्छा ठीक है। तो देख लो जमीती देखो, ତମେ ଭାଇ ଭିଡିଓ ବନେଇବ, ତମେ ଯୋଉ ଭଳି କଥା କହିବ, ଯେଭଳି କିଛି କରିବ, ହଁ ଲୋକ ତମକୁ ସେଇଭଳି ସପୋର୍ଟ କରିବେ। ନହେଲେ ନହେଲେ ଭାଇ ଥୋଡି ତମକୁ କେହି କିଛି କହିବେନି। କାହିଁକି ନା ଗୋଟେ କଥା ହେଲା, ତମେ ଦେଖ ମୁଁ ଭିଡିଓ ବନଉଛି, ହୁଏତ ମୋ ଭିଡିଓ କେବଳ ଆମ ଓଡିଶା ଲୋକ ଦେଖିବେ, ବାକି ଆଉ କୋଉ ଲୋକ ବୁଝିପାରିବେନି, ସେମାନେ କାହିଁ ଦେଖିବେ। ଏଇଠି ବି ମତେ ଲୋକ କହୁଛନ୍ତି ଭାଇ ତୁ ହିନ୍ଦୀର ଭିଡିଓ କର, ଆମେ ବି ଦେଖିବୁ ତୋ ଭିଡିଓ ଭଲ ହଉଛି, ଇଏ ସିଏ ମତେ କହୁଛନ୍ତି। ତ ମୋ କହିବା କଥା, ଯଦି ଆପଣ ମାନେ ମୋ କମେଣ୍ଟରେ, ଠିକ ଅଛି, ଆମ ଓଡିଶା ଲୋକ ଯଦି ମୋ କମେଣ୍ଟରେ 100 କମେଣ୍ଟ କରିକି କହିବ କି ଭାଇ ସେ ଯୋଉ କହୁଛନ୍ତି ହିନ୍ଦୀରେ ଭିଡିଓ ବନେଇବା ନାଗି, ଯଦି ତମେ ବି ସେଇଭଳିଆ କମେଣ୍ଟ କରି କହିବ, ତାହେଲେ ମୁଁ ହିନ୍ଦୀରେ ଭିଡିଓ ବନେଇବି। କାହିଁକି ନା ଦେଖ ତମ ମାନଙ୍କ ପାଇଁ ହିଁ ମୁଁ ଭିଡିଓ ବନଉଛି। ତମେ ଯେମିତି ମତେ କହିବ ମୁଁ ସେମିତି ବି ଭିଡିଓ ବନେଇବି। ଆଉ ମୁଁ ବି ଚେଷ୍ଟା କରୁଛି ନୂଆ ନୂଆ ଭିଡିଓ ଆଣିବା ପାଇଁ, ବାକି ମତେ ଟିକେ ସମୟ ହଉନି, ନହେଲେ ମୁଁ ତମକୁ ବି ବହୁତ ଭଲ ଭଲ ଭିଡିଓ ଦେଖେଇ ପାରନ୍ତି। କାମ ଭାଇ ନାଇଟ୍ ଡ୍ୟୁଟି କରିକି ଯାଇକି ଦିନରେ ଶୋଇ ବି ହଉନାହିଁ ଠିକ ସେ। ତମେ ଭଲ ଭାବେ ଜାଣିଥିବ, ଯୋଉମାନେ ନାଇଟ୍ ଡ୍ୟୁଟି କରୁଥିବ ଭାଇ ଜାଣିଥିବ। ତ ଚାଲ ଠିକ ଅଛି, ଆଜି ଏତିକି କହିକି ମତେ ବିଦାୟ ଦିଅ। ତ ପୁଣି ଥରେ ଦେଖାହବା ନେକ୍ସଟ ବ୍ଲଗରେ। ମୁଁ ରହୁଛି ରୋହନ, ଆପଣ ମାନେ ମତେ ବିଦାୟ ଦିଅନ୍ତୁ। ପୁଣି ଦେଖାହବା ନେକ୍ସଟ ଭିଡିଓରେ। ଆଉ ହଁ, ଯୋଉମାନେ ସବସ୍କ୍ରାଇବ କରିନ ଟିକେ ଜଲ୍ଦି ଜଲ୍ଦି ଯାଇ ସବସ୍କ୍ରାଇବ, ଆଉ ଲାଇକ୍, ଟିକେ ସେୟାର, କମେଣ୍ଟ ମାଧ୍ୟମରେ ଟିକେ ସବୁ କିଛି କରିବ। ନହେଲେ ଭାଇ ମୁଁ ଆଗକୁ ଯାଇପାରୁନି। ଠିକ ଅଛି, ତମ ମାନଙ୍କ ଭଲ ପାଇବା ସଦାବେଳେ ମୋ ଉପରେ ଏମିତି ରଖିଥାଅ। ରହୁଛି, ଜୟ ଜଗନ୍ନାଥ।